ବାହାରିବା ତାପରେ ପଳେଇବା ସିଧା ଏକାଥରେ ଆମେ ନନ୍‌ଷ୍ଟପ୍ କେନ୍ଦୁଝର ଆଉ କେନ୍ଦୁଝର କେତେବେଳେ ପହଞ୍ଚୁଛି ଦେଖିବା ତାପରେ ସେଇଠି ଶୋଇବି ଆଉ ତାପରେ କାଲି ସକାଳେ ଉଠିକି ତ ପଳେଇବି ଆଉ ତ ଚାଲ ଭିଡ଼ିଓ କଥା ଏଇଠି ବର୍ତ୍ତମାନ ଶେଷ କରିବା ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବ ଦେଖା ହବ ପୁଣି ଥରେ ନେକ୍ସଟ ବ୍ଲଗ୍ରେ ତ କହିଲେ ବାଏ ବାଏ ଟାଟା ଗୁଡ୍ ନାଇଟ୍ ଜୟ ଜଗନ୍ନାଥ ସାଙ୍ଗମାନେ ଶୁଭ ସକାଳ ଆଉ ସକାଳ ହେଇଗଲାଣି ଏବେ 7ଟା ବାଜିଲାଣି ତ ମୁଁ ଏବେ ଉଠିକି ପୁରା ରେଡି ଆଉ ସକାଳ ମହାଲ ଏମିତି କିଛି 7ଟା ତ ବାଜିଗଲାଣି ଆଉ ତ ଏବେ ଆମେ ଟିକେ ବ୍ରସ୍ କରିଦେବା ଆଉ ଆଜି ହେଲା ତାରିଖ 15 ତାରିଖ ଫେବୃଆରୀ 15 ଆଉ କାଲି ତ ଥିଲା ବ୍ଲାକ୍ ଡେ ଆଉ ମାନେ ଫେବୃଆରୀ 14 ତାରିଖ ଆଉ ତ ମୁଁ ତ ଜାଣିଥିବେ 9 ତାରିଖ ଆସିଛି ଆଉ ମାନେ 9 ତାରିଖ ଆସିଥିଲି ତ ଏପର୍ଯ୍ୟନ୍ତ ଆମର ଗାଡ଼ି ଖାଲି ହେଇନି ଆଜି ଦେଖିବା ଗାଡ଼ି ଖାଲି ହେବ ବୋଧେ କହୁଥିଲା ମାନେ ଭିତରକୁ ଯିବା ସେଦିନଠୁ ମୁଁ ଏଇଠି ଛିଡ଼ା ହେଇଛି ମୁଁ ସେଦିନ 9 ତାରିଖ ଦିନ ଆସିକି ସେଇଠି ଛିଡ଼ା ହେଇଥିଲା ଏଇ ଗାଡ଼ିଟା ପଛରେ ଛିଡ଼ା ହେଇଥିଲି ତ ସେ ଗାଡ଼ିଟା ପଳେଇଛି ଏଠି କିନ୍ତୁ ଅଲଗା ଗାଡ଼ି ଗୋଟେ ଆସିକି ଛିଡ଼ା ହେଇଛି ତ କିନ୍ତୁ ମୁଁ ସେଇଠି ରାସ୍ତାରେ ଛିଡ଼ା ହେଇଥିଲି ଆଉ ଆଜି ଆମେ ଏଇଠି ଛିଡ଼ା ହେଇଛୁ ଆଉ ଏପଟେ ତ ମିଲ୍ଟା ଅଛି ଆଉ ତ ଦେଖିବା କେତେବେଳେ ମାନେ ଡାକୁଛି ଖାଲି ହେବା ପାଇଁ ଆଉ ଭିତରକୁ ପଶିବା ପାଇଁ ଆଉ ଏତେ ଦିନ ତ ହେଇଗଲାଣି ଆଉ ନମସ୍କାର ଭାଇ ମୋର ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ ଜଣାଉଛି ମୋର ରଘୁନାଥ ମହାନ୍ତ ଆଉ କ'ଣ ତ ଚାଲନ୍ତୁ ଆମେ ଏବେ ଟିକେ ବ୍ରସ୍ କରିଦେବା ବ୍ରସ୍ କରିଦେଇକି ଦେଖିବା ଟିଫିନ୍ ଟିକେ କରିଦେବା ଏଇଠି ଆଉ ଟିଫିନ୍ କରିସାରିକି ତାପରେ 11ଟା ପାଖାପାଖିରେ ଯେତେବେଳେ ଭୋକ ଲାଗିବ ଗାଧୋଇ ପାଧେଇକି ପୁଣି ଖାଇବା ସେଇଠି ତ ହୋଟେଲ ଅଛି ଜାଣିପାରୁଥିବେ ଆଉ ତାପରେ ମୋର ଡେଲି ରୁଟିନ୍ ଏଇଭଳିଆ ମାନେ ସକାଳୁ ଉଠିକି ବ୍ରସ୍ କରିବି ଖାଇବି ଟିଫିନ୍ ଟିକେ କରିଦେଇ ତାପରେ ମୋବାଇଲ୍ ଦେଖିକି ଟାଇମ୍ ଉଡ଼େଇକି ଆଥର ପୁଣି ଆଥରେ 12ଟା ବେଳେ ଭାତ ଖାଇକି ଆଥର ମୋବାଇଲ୍ ଦେଖିବା ତାପରେ ପୁଣି ଆଥର ସନ୍ଧ୍ୟାବେଳେ ଟିଫିନ୍ କରିଦେବା ତାପରେ ରାତିକୁ ପୁଣି ଆଥର ଖାଇଦେଇକି ଆଥର ଶୋଇବା 4-5 ଦିନ ହେଲାଣି ବାସ୍ ମୋର ଏଇଆ କାମ ହେଲେ ତ ଚାଲନ୍ତୁ ଏମିତି କିଛି ଚାଲିଛି ଆଉ ଏଇଠି ବସି ବସି ମୋତେ ବୋର୍ ଲାଗିଲାଣି ଆଉ ଭାବୁଥିଲି ଭିଡ଼ିଓ ବନେଇବି ବୋଲି ଭାବିଲି ଏତେ କ'ଣ ଭିଡ଼ିଓ ବନେଇବି ବାସ୍ ଏଠି ତ ଏମିତି କିଛି ଭିତରକୁ ତ କିଛି ଯାଉନି ଆଉ ଚାଲନ୍ତୁ ଦେଖିବା କେତେବେଳେ ଡାକୁଛି ଆଉ ପରେ ଭିଡ଼ିଓଟି ଆଥର ପୁଣି ଷ୍ଟାର୍ଟ କରିବା ଭିତରକୁ ପଶିଲା ପରେ ଆଉ ଚାଲ ତ ଗାଡ଼ି ଦେଖିପାରୁଥିବେ ଏମିତି କିଛି ତ ଅଛନ୍ତି ଚାରିଆଡ଼େ ଗାଡ଼ି ଆଉ ମୁଁ ମୋର ପଛରେ ଏଇଠି ରଖିଛି ହେଲା ଏଇଟା ମୁଁ ମୋର ଏଇ ରୋଡ଼ ସାଇଡ଼୍ରେ ହିଁ ରଖିଛି ଆଉ ହୋଟେଲଟା ତ ସେଇଟା ଦେଖିପାରୁଥିବେ ଏଇଠି ଅଛି ହୋଟେଲଟା ଆଉ ସେଇଟା ହୋଟେଲଟା ଗାଡ଼ି ଆମର ତ ଏଇଠି ଛିଡ଼ା ହେଇଛି ତ ଆମେ ଏବେ ଯିବା ଟିଫିନ୍ କରିବା ପାଇଁ ଯିବା ଆଉ ଏଇଠି ତ 1/2 କିଲୋମିଟର କି ବେଶୀ ଟିକେ ହେବ ଟିଫିନ୍ କରିବା ପାଇଁ ଯିବା ଆଉ ଏଇ ପାଖରେ ବି ଅଛି ଦୋକାନଟା ସେ ଖୋଲିନି ଆଉ ତ ଆମେ ଏପଟେ ଯିବା ପାଣିକୋଇଲି ପଟେ ଯିବା ପାଣିକୋଇଲିଟା ଏଇଠୁ ବେଶୀ ନାହିଁ ଏଇଠୁ ଦେଖା ହେଉଛି ହେଲା କି କିନ୍ତୁ ପୁରା ସିଧା ରାସ୍ତାଟା ନା ତ 1 କିଲୋମିଟର ନୁହେଁ ବେଶୀ ହେବ 2 କିଲୋମିଟର କେତେ ହେବ ବୋଧେ ଏଇପଟେ ପୁରା ସିଧା ଆଉ ହେଲା କି ତ ଗାଡ଼ି ଆମର ଏଇ ଜାଗାଟାରେ ମୁଁ ଛିଡ଼ା କରିଦେଇ ସେଇଟା ଦେଖ ରୋଡ଼ଟା ହେଲା ଏଇଟା ଆଉ ଏଇଟା ହେଲା ମୋ ଗାଡ଼ି ଏଇଠି ଛିଡ଼ା କରିଛି ଆଉ ଆମେ ଏବେ ଯିବା ଏପଟେ ଆଉ ତ ଚାଲ ଦେଖିବା କ'ଣ ମିଳିବ ଖାଇବା ପାଇଁ ଆଉ ଗରମ ଗରମ ପୁରା ରେଡ଼ି ହେଲା ଆଉ ଦିଅ ମୋତେ ଇଟିଲି ଦେଇଦିଅ ତ ଆସିଗଲା ଆମର ଇଟିଲି ଦେଖିପାରୁଥିବେ ତ ଚାଲନ୍ତୁ ଆମେ ଏବେ ଖାଇଦେବା ଆଉ ଆମ ଗାଡ଼ି ଏବେ ବର୍ତ୍ତମାନ ଭିତରକୁ ଯିବ ଆଉ ଏବେ ବର୍ତ୍ତମାନ ଭିତରକୁ ଗାଡ଼ି ନେଇକି ଯିବା ଟାଇମ୍ ହେଇଗଲାଣି 4ଟା ଆଉ ମୁଁ ତ ଗାଧୋଇ ଖାଇକି ପୁରା ରେଡ଼ି ହେଇକି ଅଛି ଆଉ ତ ବର୍ତ୍ତମାନ ତ ଟାଇମ୍ 4ଟା ହେଇଗଲାଣି ଦେଖିବା କେତେବେଳେ ଖାଲି ହେଉଛି ଆଉ ଆଜି ମୁଁ ଖାଲି କରିସାରିକି ଘରକୁ ପଳେଇବା ଆଉ ଲୋଡ଼୍ କରିବିନି ତ କେନ୍ଦୁଝରକୁ ସିଧା ପଳେଇବି ଆଉ କେନ୍ଦୁଝରରେ ଗାଡ଼ି ଛିଡ଼ା କରିବି ତାପରେ ଚାଲନ୍ତୁ ସେଠି ପଳେଇବା ମୁଁ ସେଠି ପହଞ୍ଚି ସାରେ ତାପରେ କଥା ହେବା ଆଉ ଚାଲ ତ ଆମର ରାସ୍ତାଟା ଏମିତି କିଛି ଅଛି ଏପଟ ସେପଟ ଗାଡ଼ି ମଝିରେ ମଝିରେ ଦେଖିପାରୁଥିବେ ଯିବା ପାଇଁ ପଡ଼ିବ ଆଉ ଗୋଟେ ଏଇଠି ଗୋଟେ ଭଲ ଜିନିଷ ଗୋଟେ ଅଛି ଆପଣମାନଙ୍କୁ ଦେଖେଇବି ମୁଁ ଚାଲ ଏଇ ପାଖକୁ ମୁଁ ପହଞ୍ଚି ସାରେ ତାର ଦେଖାଉଛି ହେଲା ଏବେ ଆମର କଣ୍ଟା ପାଖରେ ମୁଁ ଆସି ପହଞ୍ଚିଛି ଏଇଟା ଦେଖୁଥିବେ କଣ୍ଟାଟା ଟ୍ରାକ୍ଟରଟା ଅଛି କଣ୍ଟା ଆଉ ଏଇଠି ଗୋଟେ ଭଲ ଜିନିଷ ଦେଖନ୍ତୁ ଫୁଲ ବଗିଚା ଦେଖନ୍ତୁ କେତେ ଭଲ ମାନେ କେତେ ଭଲ ଦେଖାଯାଉଛି ଦେଖନ୍ତୁ ପୁରା ମସ୍ତ ଆଉ ଗୋଟେ ମୁଁ ଦେଖେଇବା ପାଇଁ ମୁଁ ସେଠି ମାନେ ମୁଁ ପଳେଇ ଆସିଲି ଭିଡ଼ିଓ ଟିକେ ଅଫ୍ କରିଦେଇଥିଲି ଆଉ ଗୋଟେ ଏଇଠି ଭଲ ଜିନିଷ ଗୋଟେ ଥିଲା ମାନେ ମହାଭାରତ ଯୁଦ୍ଧରେ ଯେଉଁମାନେ ଗୋଟେ କ'ଣ କହନି ଶ୍ରୀକୃଷ୍ଣ ଆଉ କ'ଣ ଅର୍ଜୁନ ନା କ'ଣ ତାଙ୍କ ରଥଟା ସେଇଠି ଗୋଟେ ଥିଲା ମୁଁ ଦେଖେଇବି ଯଦି ସେପଟେ ପୁଣି ଥରେ ଖାଲି କରିକି ମୁଁ ଯିବି ନା ତ ମୁଁ ଦେଖେଇବି ତ ଚାଲନ୍ତୁ ଭିଡ଼ିଓ ଟିକେ ବର୍ତ୍ତମାନ ବନ୍ଦ କରିଦିଏ ଖାଲି ପଏଣ୍ଟକୁ ମୁଁ ପହଞ୍ଚି ସାରେ ତାପରେ ପୁଣି ଥରେ ଟିକେ ଷ୍ଟାର୍ଟ କରିବା ଆଉ ଚାଲ ତ ଖାଲି ପଏଣ୍ଟ ପହଞ୍ଚିଯାଇଛି ଦେଖିପାରୁଥିବେ ଏଇଠି ବସ୍ତା କାଟି କାଟିକି ଏଇଠି ପକାଉଛନ୍ତି କଟିଂ ପଏଣ୍ଟ ହେଲେ ମୋ ଗାଡ଼ି ଲାଗିବ ସେଇଠି ଲାଗିବ ନା ଭିତର ପଟେ ଲାଗିବ କେଜାଣି ଏଇଠି ଲାଗିବ ସାୟଦ ଏଇ କଟିଂ ପଏଣ୍ଟରେ ଆଉ ମୁଁ ଏପଟେ ଆମର ମିଲ୍ ପୁରା ପଛପଟେ ପହଞ୍ଚିଗଲି ଦେଖିପାରୁଥିବେ ଏପଟେ ଖାଲି ବିଲ ଗୁଡ଼ା ଅଛି ତ ଚାଲ କେତେବେଳେ ଖାଲି ହେଉଛି ଦେଖିବା ଆଉ ଚାଲ
ତ ମୁଁ ଖାଲି କରି ସାରିକି ମୁଁ ଘରକୁ ପଳେଇବି, କାହିଁକିନା ମୋର ଗୋଟେ ଘରେ କାମ ପଡ଼ିଛି ଆଉ। ଯେଉଁମାନେ ମୋର ରେଗୁଲାର ଭିଡ଼ିଓ ଦେଖୁଥିବେ ତ ସେମାନେ ହିଁ ମୋର ଜାଣିପାରିବେ। ତ ଚାଲ, ତ ମୁଁ କହିନି ତ ସେଇଟା ଆଗକୁ ଜାଣିବେ ଆଉ। ଆଗ ଭିଡ଼ିଓ ଯେଉଁଟା ଆସିବ ନା, ତ ଗାଡ଼ି ଭିଡ଼ିଓ ଆସିପାରେ କି ମାନେ କି ଘରେ ଥାଇକି ମୁଁ ଭିଡ଼ିଓ ବନେଇବି କି କ'ଣ ଗୋଟେ ହବ, କିନ୍ତୁ ଭିଡ଼ିଓ ଆସିବ ହେଲା। ଦେଖିବା ଗାଡ଼ି କେଉଁଥିପାଇଁ ଭିଡ଼ିଓ ଆସିଛି ଆଉ, ତ ସେଇଥିରେ ଦେଖିକି ଜାଣିପାରିବେ କ'ଣ ପାଇଁ ମୁଁ ଘରକୁ ଯିବି। ତ ଚାଲ ଖାଲି କେତେବେଳେ ଯେ ଦେଖିବା ଆଉ। ଚାଲ ଆଜି କିନ୍ତୁ ଖାଲି ହେଇସାରିଲା ପରେ ମୁଁ ସିଧା ପଳେଇବି ଆମର କେନ୍ଦୁଝର ପଳେଇବି। ତ ସେଇଠି ଗାଡ଼ି ମୁଁ ଛିଡ଼ା କରିଦେଇକି ଘରକୁ ଯିବି ଆଉ। ଚାଲ, ତ ମୁଁ ପାଲ ରସି ଖୋଲି ଦେଇକି ପୁରା ରେଡ଼ି କରିଦେଇଛି। ତ ଏଇଟା ଲିଲେନ୍ଟା ଖାଲି ହେଉଛି, ଏଇଟା ସରିଲା ବୋଧେ। ଏଇନା ଆମରଟା ଖାଲି ଷ୍ଟାର୍ଟ ହେବ ଆଉ। ତ ଚାଲ ଦେଖିଆ କେତେବେଳେ ସରୁଛି ଆଉ। ଟାଇମ୍ ହେଇଗଲାଣି ଆମର, ଏବେ ହେଇଗଲାଣି 6ଟା ପାଖାପାଖି ହେଇଗଲାଣି ରାତି। ତ ଚାଲ ଦେଖିଆ କେତେବେଳେ ଖାଲି ହେଉଛି ଆଉ। ଖାଲି ସରୁ ତାପରେ ପୁଣି ଭିଡ଼ିଓ ଟିକେ ଷ୍ଟାର୍ଟ କରିବା ଆଉ। ତ ଆମର ଖାଲି ହେବାର ଷ୍ଟାର୍ଟ ହେଇଯାଇଛି, ଦେଖିପାରୁଥିବେ। ଖାଲି ହେଉଛି ଆସିକି ଏଇଠି ପଡ଼ୁଛି ଆଉ। ବସ୍ତା ଗୁଡ଼ା ସବୁ କଟା ହେଉଛି ଏଇଠି। ଏ ଦେଖ ପୁରା କାଟି କାଟି ଏଇଠି ପଡ଼ୁଛି ଆଉ। ଚାଲ ଚାଲ ଖାଲି ସରୁ ଆଉ। ତ ଆମ ଗାଡ଼ି ଖାଲି ସରିଗଲା, ମୁଁ ପଳେଇ ଆସିଥିଲି ଏବେ ବର୍ତ୍ତମାନ। ମୁଁ ସକାଳେ କହୁନଥିଲି ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଅର୍ଜୁନ ଯେଉଁ ଛିଡ଼ା ରଥଟା ନୁହଁ ନା, ତ ପୁଣି ଥରେ ଆସିକି ଆମେ ପହଞ୍ଚିଯାଇଛୁ ଯେଉଁଠି ଲୋଡ଼ ଗାଡ଼ି ଛିଡ଼ା କରିଥିଲି ସେଇଠି। ଆଥର ଖାଲି ଗାଡ଼ି ଛିଡ଼ା କରିଛି ଦେଖିପାରୁଥିବେ ଏଇଠି। ଏଇଠି ଲୋଡ଼ ଗାଡ଼ି ଛିଡ଼ା କରିଥିଲେ ହେଲା, ଆଉ ସେଇପଟେ ଦେଖନ୍ତୁ ସେଇ ଗାଡ଼ିରେ ଛିଡ଼ା ହେଇଥିଲା। ଆଉ ଏଇଠି ମୁଁ ଲୋଡ଼ ଗାଡ଼ି ଛିଡ଼ା କରିଥିଲି। ତ ଖାଲି କରିକି ତ ମୁଁ ଏବେ ବାହାରି ଆସିଲି। ଆଉ ହୋଟେଲଟା ବି ସେଇଠି ଅଛି ଦେଖିପାରୁଥିବେ, ଏଇଟା ହେଲା ହୋଟେଲଟା। ତ ହୋଟେଲଟା ଆମେ ଖାଇ ଦେଇକି ଏଇଠୁ ବାହାରିବା। ତ ଟାଇମ୍ ଆମର ହେଇଗଲାଣି 8:30 ହେଇଗଲାଣି। ଦେଖ ଖାଲି ଗାଡ଼ି ଆମର ଅଛି, ଲୋଡ଼ ଗାଡ଼ି ଥିଲା। ଆଉ ମୁଁ ବତା ଫତା ବି ଲଗେଇ ଦେଇକି ପୁରା ରେଡ଼ି କରି ରଖିଛି। ମୁଁ ଦେଖେଇ ଦେଇଛି ହେଲା, ବତା ଫତା ଲଗେଇ ଦେଇଛି। ଦେଖ ବତା ଲାଗିଯାଇଛି, ଦଉଡ଼ି ଫୁଡ଼ି ବାନ୍ଧି ଦେଇଛି ଆଉ। ତ ଚାଲ ଏବେ ବର୍ତ୍ତମାନ ଖାଲି ଭୋକ କଲାଣି। ସକାଳେ ମୁଁ ମାନେ କ'ଣ କି ସନ୍ଧ୍ୟାବେଳେ ଟିଫିନ୍ କରିକି ଅଭ୍ୟାସ ହେଇଯାଇଥିଲା ନା, ତ ସେ ଏବେ ଟିଫିନ୍ କରିନଥିଲି, ସେପଟେ ଖାଲି ହେଉଥିଲା ନା, ତ ସେଇଥିପାଇଁ ମୁଁ ଟିଫିନ୍ କରିନଥିଲି। ତ ଭୋକ ପ୍ରବଳ ହେଲାଣି। ତ ଆମେ ଏବେ ହାତ ଫାତ ଧୋଇକି ଯିବା, ଆଉ ଖାଇଦେବା, ତାପରେ କଥାବାର୍ତ୍ତା ଆଉ। ତ ଚାଲ ଗାଡ଼ି ମୁଁ ଏଇଠି ପୁଣି ତ ଛିଡ଼ା କରିଦେଇକି ବାକି ଆଉ। ତ ଖାଇକି ବାହାରିବା, ତାପରେ ପଳେଇବା ସିଧା ଏକାଥରେ ଆମେ ନନ୍ଷ୍ଟପ୍ କେନ୍ଦୁଝର ଆଉ। କେନ୍ଦୁଝର କେତେବେଳେ ପହଞ୍ଚୁଛି ଦେଖିବା, ତାପରେ ସେଇଠି ଶୋଇବି ଆଉ। ତାପରେ କାଲି ସକାଳେ ଉଠିକି ତ ପଳେଇବି ଆଉ। ତ ଚାଲ ଭିଡ଼ିଓ ଏଇଠି ବର୍ତ୍ତମାନ ଶେଷ କରିବା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବା। ଦେଖା ହେବ ପୁଣି ଥରେ ନେକ୍ସଟ ବ୍ଲଗ୍ରେ। ତ କେଲେ ବାଏ ବାଏ, ଟାଟା, ଗୁଡ୍ ନାଇଟ୍।